哎呦我的妈！No no no no! କଣ ପୁଅ ଦେଖୁଛୁ କିରେ? କଣ ଦେଖୁଛୁ? କଣ ଦେଖୁଛି? ହଁ ଏ ମଉସା କଣ କିରେ? ମୁଁ ତ କଥା ବୁଝିପାରୁନି ଟୋଟାଲେ। କୋଉ କଥା ବାପା ବୁଝିପାରୁ? ଏ ପାଉଡର ସମସ୍ତେ ସିନା ମୁହଁରେ ମାରନ୍ତି ହଁ ସୁନ୍ଦର ଦେଖାଯିବା ପାଇଁ। ହଁ ମଉସା କଣ ପାଦରେ ପାଉଡର ମାଇଲେ ଯେ? ଇଏ ପାଦରେ କାହିଁ ଲୋକ ତୁ ଜାଣିପାରୁନୁ? ଆରେ ତୁ ବୁଝୁନୁ? ଆରେ ବାଡି ମାନଙ୍କରେ ଯୋଉ ଗଛ ବୁଛ ଲାଗୁଛି, ହଁ ଆମ୍ବ ଗଛରେ ହଁ ସାର କୋଉଠି ଦିଆ ହଉଛି? ମୂଳରେ ଭଣ୍ଡା ଗଛରେ ସାର କୋଉଠି ଦିଆ ହଉଛି? ମୂଳରେ ବାଇଗଣ ଗଛରେ ସାର କୋଉଠି ଦିଆ ହଉଛି? ମୂଳରେ ଯଦି ସେଠି ମୂଳରେ ସାର ଦବାରୁ ଫଳ ଏତେ ସୁନ୍ଦର ହଉଛି, ଗଛ ଏତେ ଚିକଣ ହଉଛି, ତେଣୁ ଆମେ ପାଉଡର ଇଏ ଗୋଡରେ ଲଗେଇଲେ ଆମ ଇଏ ପୁରା ଆସିଗଲା ଚିକଣ। ଏତିକି ଜାଣିନି। ଏ ମଉସା ଓ ତାହେଲେ ପରି କଥା। ହଁ ତମ ଭାରି ବୁଦ୍ଧି ବୁଦ୍ଧି ନଥିଲେ ପୁଅ, ବୁଦ୍ଧି ଥିଲେ ବାପ ଘରେ ଛୁଆ ଆଉ ଠିକ କଥା କହିଛ। ଆଚ୍ଛା ମଉସା ମତେ ଆଉ ଗୋଟେ କଥା କହିଲ। ଆଉ କୋଉ କଥା କିରେ ଅପା? ମଉସା ଆପଣ ଗୋଟିଏ ମୋର ଅନୁରୋଧ। କଣ? ଆମ ଦର୍ଶକ ବନ୍ଧୁ ମାନଙ୍କୁ ହଁ ଆପଣଙ୍କ ପରିଚୟ ଡାକି ଦିଅନ୍ତୁ। ମୋ ପରିଚୟ? ଆଜ୍ଞା ଆରେ ମୋ ନାଁ ହଉଛି ଶ୍ରୀଚରଣ ଦାସ। ଶ୍ରୀଚରଣ ଦାସ, ମୋ ଘର ହଉଛି ଜିଲ୍ଲା କେନ୍ଦ୍ରାପଡା, କେନ୍ଦ୍ରାପଡା। ଆଉ ଘର ହଉଛି ରାଜକନିକା ବରାଙ୍ଗ। ଗାଁ ଆଚ୍ଛା ନାଁ ହଉଛି ବରାଙ୍ଗ, ରାଜକନିକା ହଉଛି ଆମର ବ୍ଲକ ଥାନା ଇତ୍ୟାଦି 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 ଆଉ। କେନ୍ଦ୍ରାପଡା ଜିଲ୍ଲା ଆଉ। ଆଚ୍ଛା ହଉ। ଆରେ ଆରେ ପୁଅ ତୋ ଘର କୋଉଠି କିରେ? ମୋ ଘର ହଁ ମୋ ଘର ଆଜ୍ଞା ହଉଛି ଆମର ଢେଙ୍କାନାଳ ଜିଲ୍ଲା ହଁ ହିନ୍ଦଳ ବ୍ଲକ। ଆଚ୍ଛା ଆଚ୍ଛା ଗ୍ରାମ ହଉଛି ଗିରିଧର ପ୍ରସାଦ, ହଁ ନାମଟି ହଉଛି ଶ୍ରୀବତ୍ସ ପଟ୍ଟନାୟକ। ଆଚ୍ଛା ଭଲ 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 ଭଲ। ପୁଅ ବାହାଘର ହେଇଛି? No 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 ନା no! ମଉସା ବାହାଘର ହେଇନି? ହେଇନି, ପୁଣି ହେଲା ଭଳିଆ ହେଇଛି। ଟିକେ ହେଇନି ପୁଣି ହେଲା ଭଳିଆ ହେଇଛି କଣ? କଣ କହୁଛି ମଉସା ଟିକେ ଶୁଣୁନ। କଣ କହିଲୁ କହିଲୁ? ମୁଁ ଗୋଟେ ଗାଁକୁ ଯାଇଥିଲି ଝିଅ ଦେଖି। ହଁ ଜାଣିଛ ବାହାଘର ପୂର୍ବରୁ ସମସ୍ତେ ଯାଆନ୍ତି ଝିଅ ଦେଖି। ହଁ ମୁଁ ଝିଅ ଦେଖିବାକୁ ଯାଇଛି। ହୁଁ ଟେବୁଲ ସଫା ପଡିଛି, ହୁଁ ବିସ୍କୁଟ ବାରମଜା ସବୁ ଥୁଆ ହେଇଛି, ଥଣ୍ଡା ଥୁଆ ହେଇଛି, ଆଚ୍ଛା ଚୌକିରେ ସବୁ ବଇଲୁ। ହଁ ଏଣୁ ଝିଅର ବାପା ମତେ ପଚାରିଲେ, ହଁ ପୁଅ ତମେ କଣ କରୁଛ? ଆଚ୍ଛା ଆଚ୍ଛା ମୁଁ ମଉସା କଣ କହିଲି? କଣ କହିଲୁ? ମୁଁ କହିଲି ଆଇ ଆମ୍ ଗୋଟ୍ ରିସର୍ଚ୍ଚ ଡେଭଲପମେଣ୍ଟ ଅଫ ଇନଷ୍ଟିଚ୍ୟୁଟ। ବଡ ଚାକିରି କରୁଛି ତୋ ଶ୍ୱଶୁର ବୁଝି ଯାଇଥିବ ଆଉ। ମୋ ଶ୍ୱଶୁର କଣ ଭାବିଲେ ଜାଣିଛନ୍ତି କି? କଣ ଭାବିଲା? ସିଏ ଭାବିଲା ମୁଁ ଗୋଟେ ବଡ ଚାକିରି କରିଛି ବୋଲି। ହଁ ମତେ ହେଠୁ କହିଲା ସାଙ୍ଗେ ସାଙ୍ଗେ, କଣ କହିଲା? କହିଲା ପୁଅ ମୁଁ ଇଂଲିଶରେ ବୁଝି ପାରୁନି, ମତେ ଟିକେ ଓଡିଆରେ କୁହ। କହିଲୁ ଓଡିଆରେ? କହିଦେଲି। କଣ କହିଲୁ? ମୁଁ କହିଲି ମୁଁ ଛେଳି ଚରଉଛି। ଗୁଡ୍ ବଏ, ଗୁଡ୍ ବଏ, ତୁ ପୁରା ଭଲ। ମଉସା ତାପରେ କଣ ହେଇ ଜାଣିଛନ୍ତି? କଣ ହେଲା? କିଏ ତା ବାପାକୁ ସାଙ୍ଗେ ସାଙ୍ଗେ ହାର୍ଟ ଆଟାକ ଆଇଲା ଭାରି। ହାର୍ଟ ଆଟାକ? ହଁ ସିଧା 108 ଡକେଇ ହଁ ସିଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକ। ପଠେଇଦେଲୁ? ନେଇକି ଗଲୁ ତୁ? ନା ତାଙ୍କ ନେଇଯିବେ ନା ମୁଁ ତାଙ୍କ ନେଇଯିବି। ନେଇକି ଗଲେ ଆଉ। ଏଠୁ ଭାବ ଚିନ୍ତି ହେଲା। ହଁ ହେଲା ପରେ କିଛି ଦିନ ପରେ ହଁ ପୁଣି ଏଠୁ 4-5 ମାସ ପରେ ମୋ ଘରକୁ ଖବର ଦେଲେ, କହିଲେ ପୁଅ ହଁ ତୁମକୁ ଆମେ ଜଇଁ କରିବି କରିବୁ। କି ଅଦ୍ଭୁତ କଥା, ଆରି ଜଇଁ କରିବେ? ତାହେଲେ ହଉ। ଆଉ ପୁଣି ବାହାଘର ହେଇଗଲା। ହଁ ହେଇସାରିଲା ପରେ ମୁଁ ତାଙ୍କୁ ଏଠୁ କଣ କଲି? କଣ କଲୁ? ବାହାଘର ହେଇ ଆଣିଲି। ହୁଁ ଆଣିଲା ପରେ ଘରେ ରଖିଲି। ହୁଁ ଗୋଟେ ହୁଏ କଣ ତମେ ତ ଜାଣିଥିବ ଯେ ଚଉଠି ରାତି ହେଇଥିବ। ସେଦିନ କଣ ହେଲା କହୁନ? କଣ ହେଲା? ତେରେ କେତେ? ତେରେ କେତେ ନାହିଁ, ଆଉ ଫେରେ କେତେ। ତେରେ କେତେ? ଏ କଣ ହେଲା ତୋର? ଏ ମୁଁ ଗଲି, ଜାଣିଛ ଗଲା ମାନେ ଝିଅ ଆଗ ଡୋଳା ପକେଇ ବଇଥିବେ, ଭାରି ଲାଜ ଲାଜ କରୁଥିବେ। ସେଟା ମତେ ବି ଲାଜ ଲାଗିଲା। ବୁଝିଲେ ମଉସା? ହଁ ଆଗରୁ କେବେ ତ ଫର୍ଟନାଇଟ କରିନି, ଅଭ୍ୟାସ ନାହିଁ। ଆଚ୍ଛା
ମତେ ତ ଖାଲି ଲାଜ ଲାଗିଲା ଆଉ ଲାଜ ଲାଗିଲା ମୁଁ ଏଠୁ କଣ କଲି କଣ କଲୁ? ଧୀରେ ଧୀରେ ଯାଇ ହଁ ତାପରେ ମୋର ଗୋଟେ ସାଙ୍ଗ ଗୋଟେ କହିଲି କଣ କହିଲା? କହିଲେ ତା ନା ପଚାରିବୁ ଆଚ୍ଛା ମୁଁ ତାକୁ ଏଠୁ ଗଲି ମୁଁ କହିଲି ଆଚ୍ଛା ତମ ନାଁ କଣ ମଉସା ମୁଁ ଯେତେବେଳେ ତାକୁ ପଚାରିଲି ହୁଁ ଏ ଝିଅ କଣ କହିଲା ଜାଣିଛ କଣ କହିଲା? କହିଲେ ତମର ଯୋଉ ନିମନ୍ତ୍ରଣ କାର୍ଡଟା ଛପେଇଥିଲ ହଁ କିଆରେ ମୋ ମାଉସୀ ନା ଦେଖିଥିଲ କି ମୋ ନାଁ ମତେ ପଚାରୁଛ ମୁଁ ଆଉ କିଛି କରିପାରିଲି ପୁରା ଆଉ କାଠ ପୁରା କାଠ କାଠ ହେଇଗଲି କିଛି କହିପାରିଲୁ? ଆଉ ଗୋଟେ ସାଙ୍ଗ ମତେ କହିଥିଲା କଣ ଜାଣିଛ ଆଉ କଣ କହିଥିଲା? କହିଲା ତୁ ଗଲେ ଆଗ ମୁଡ କିପରି ଅଛି ଏକ ଦବେଇବୁ ହୁଁ ଯଦି ଦେଖୁ ମୁଡ ଠିକ ଅଛି ତାହେଲେ ଦୁଇ ଦବେଇବୁ ତାପରେ ଯାହା ହେଇଥିବ ଜାଣିଛ ଶଳା ମୋ ପିଠି ପୁଟା ପୁରା ଉଇ ନାହିଁ ଗଲା ମାରିଲେ ଉଇ ଲାଗିଗଲା ମୋ କଥା କହିଲି ଆଚ୍ଛା ତମେ ଏତେ ହସେଇ ହସେଇ ଲୋକଙ୍କୁ ଗୋଡେଇ ଦଉଛ ତମର କିଛି ଟିକେ ହସ ପଦରେ କଥା ହଉ ଆରେ କଣ ମୁଁ ହସ କଥା ଟେ କହିବି ତତେ ମୁଁ ଆଉ ଯାହା କହୁଛି ତୁ ଶୁଣୁ ତୋ ମାଉସୀ କଥା ମୁଁ କହିବି ଆଉ କୋଉ କଥା କହିବି? ଆଉ କୁହ ମୁଁ ତ ଟିକେ ଗଞ୍ଜେଇ ଖାଇବା ଲୋକ ମୁଁ ଟିକେ ଗଞ୍ଜେଇ ଖାଇକି ଆଇଛି ହଁ ସହଜେ ଖରା ବେଳ ଆଉ ସିଆଡେ ଟିକେ ଗଞ୍ଜେଇ ଖାଇକି ଆଇଛି ଆଉ ମନ ଟିକେ ମୋର ଚଗଲା ହେଲା ମନ ଟିକେ ଚଗଲା ହେଲା ହେଲା ତାହେଲେ ତେର 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 କରିଦେଇଯିବ କହନି କହନି ତୋ ମାଉସୀ କି ଧରି ପକେଇଛି ଟିକେ ତୋ ମାଉସୀ ଯୋଉ ତେରେ କେତେ କଲା ଆଉ ମୋର ତ ଅବସ୍ଥା ଢିଲା ଆଉ ସେଇ ଦିନଠୁ ମାଉସୀ ତ ମତେ ଏମିତି ଢିଲା କରୁଛି ଆଉ ଗଞ୍ଜେଇ ଖାଇବା କଥା ମୁଁ ଭୁଲି ଯାଉଛି ଆଉ ବୁଝିଲ ତମେ ଭାରି ଖେଳାଳି ହେଇଛ ଆଉ କଣ ରେ ପୁଅ ଏ ବୟସ ଆଉ ନାହିଁ ଆଉ ବୟସ ଥିଲା ବେଳେ ତତେ କଣ କହିବି କେତେ ଷାଠିଏ ଆଜି ବହୁତ ଅଡାରେ ଗଞ୍ଜେଇ ତ ମୋର ଗଲା ଆଉ ସେଇ ଦିନଠୁ ଆଉ ଗଞ୍ଜେଇ ସେଦିନ ତ ଗଞ୍ଜେଇ ନା ଆଉ ମାଉସୀ ଯୋଉ ଧରି ପକେଇ ଆଉ ତେରେ କେତେ ରାତି ସାରା ଖାଲି ଏଇ ଯୋଉ ମଉସା ଜାଣିନ କି ଇଏ ଆଗରୁ ଲେଡିଜ ମାନେ ଧାନ ଢେଙ୍କିରେ କୁଟୁଥିଲେ ହଁ ନା ନାଇଁ ହଁ ଏବେ ସବୁ ମେସିନ ହେଇଗଲାଣି ହଁ ନା ନାଇଁ ମେସିନ ପେଶେଇ ଦଉଛି ଆଉ ଆଜିକାଲି ଝିଅ ମାନଙ୍କର ହାତ କୁଣ୍ଡେଇ ହେଲେ ସ୍ୱାମୀ ମାନଙ୍କୁ ପିଠିରେ ଖାଲି କୁଟୁଛି ଆଉ କହନା ତୋ ମାଉସୀ ତ ସେ ତାଙ୍କରି ସାଙ୍ଗରେ ପଡିକି ଯୋଉ କୁଟା କୁଟୁଛି ଆଉ ଆଜିକାଲି ଯୋଉ ସ୍ୱୟଂସହାୟକ ଗୋଷ୍ଠୀ କରିଦେଇଛି ହଁ ଆମ ଦଉଛି ତ ମହିଳା ମାନେ କଲେ ଗ୍ରୁପ ଆମେ ମାନେ ସମସ୍ତେ ଚୁପ ହଉ ମଉସା ଆଉ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ହଉ ବାପା ଆପଣଙ୍କ ପରିଚୟ ଦେଲେ କଥା ହେଲେ ଭଲ ଲାଗିଲା ଆପଣଙ୍କର ଏବେ ସମୟ ହେଲାଣି ପେଣ୍ଡାଲକୁ ଯିବେ ହଁ ତ ତେଣୁ ଆପଣଙ୍କ ସହିତ କଥାବାର୍ତ୍ତା ହେଇ ଭାରି ଖୁସି ଲାଗିଲା ହଉ ଦର୍ଶକ ବନ୍ଧୁ ମାନଙ୍କ ପାଖରୁ ଆମେ ବିଦାୟ ନବା ବିଦାୟ ନେଇ ଆମେ ଯିବା ତେଣୁ ଆମର ଦର୍ଶକ ବନ୍ଧୁ ମାନଙ୍କୁ ଟିକେ କହିଦିଅ ଆମ ଚ୍ୟାନେଲ କୁ ସବସ୍କ୍ରାଇବ କରିବେ ଲାଇକ୍ କରିବେ ଏବଂ ସେୟାର କରିବେ ଦର୍ଶକ ବନ୍ଧୁ ଆମ ଚ୍ୟାନେଲ କୁ ଆପଣ ମାନେ ସବୁବେଳେ ମନେ ରଖିବେ ଏବଂ ଆମ ଚ୍ୟାନେଲ କୁ ସବୁବେଳେ ଟିକେ ସେୟାର କରୁଥିବେ ରହୁଛି ନମସ୍କାର ନମସ୍କାର ଦର୍ଶକ ବନ୍ଧୁ ଆମେ ମଉସାଙ୍କ ସହିତ କଥା ଦୁଇପଦ ଯଦି ଦୁଇପଦ ଭଲ ଲାଗିବ ତାହେଲେ ନିଶ୍ଚିତ ଭାବରେ ସେୟାର କରିବେ ଲାଇକ୍ କରିବେ ଏବଂ କମେଣ୍ଟ ବକ୍ସ ମାଧ୍ୟମରେ ମତାମତ ରହୁଛୁ ନମସ୍କାର ଜୟ ଜଗନ୍ନାଥ ନମସ୍ତେ ଆଶା କରୁଛି ଜଗନ୍ନାଥଙ୍କ ଦୟା ଭଲ ଥିବେ ସମସ୍ତେ